कटक केन्द्र प्रचार करुछु भक्ति धारावाहिक श्रीमद् भागवतर 66तम भाग। बेतार संपादना डॉक्टर वैष्णव चरण सामल, संगीत परिचालना ओम प्रकाश महांती, प्रयोजना सुहास महांती। नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। शुक मुनिंकर महाराज परीक्षितଙ୍କୁ भगवानଙ୍କର विश्वरूप आत्मार गति, विष्णु भजनर महिमा, विराट पुरुषଙ୍କ विभूति, भागवतर 10 लक्षण आदिर वर्णना थिला द्वितीय स्कंधर विषयवस्तु। आज आरंभ करिबा तृतीय स्कंध। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି। ଶୁକୋବାଚ ଶୁକ ବୋଲନ୍ତି ଭାବ ଭରି, ଶୁଣ ପରୀକ୍ଷ ଦଣ୍ଡଧାରୀ। ସେ ଧୃତ ରାଷ୍ଟ୍ର ଯେତେବେଳେ ନିଷ୍ଠୁରହୀନ ବୁଦ୍ଧି ବଳେ, ଅଧର୍ମେ ଧନ ସେ ସଞ୍ଚଇ ନିଜ ସୁତଙ୍କୁ ଭୋଗ ଦେଇ, ପଣ୍ଡୁ ସୁତଙ୍କୁ ଦେଖେ ଭିନ୍ନେ ନିନ୍ଦଇ ନିଷ୍ଠୁର ବଚନେ। ବାଳକେ ପିତୃହୀନ ହୋଇ, ମାତାର ସଙ୍ଗେ ଦୁଃଖ ସହି, ହସ୍ତିନାପୁରେ ତାଙ୍କ ଘରେ ବଞ୍ଚନ୍ତି ଅତି ଅବେଭାରେ। ତାହାଙ୍କ ମରଣ ଇଚ୍ଛଇ ଭୀମକୁ ବିଷ ଲଡୁ ଦେଇ, ଯତୁର ଘରେ ଅଗ୍ନି ଦେଲା, ସେ ବେଳେ ଗୋବିନ୍ଦ ରଖିଲା। କୃଷ୍ଣର ବୋଲ ସେ ନ କଲା, ସୂଚି ଅଗ୍ରତେ ସେ ନ ଦେଲା। କୃଷ୍ଣଙ୍କୁ କରି ଅପମାନ, ଲୋଭେ ହୋଇଲା ହତ ଜ୍ଞାନ। ଶୁଣି ବିଦୁର କର ଯୋଡ଼ି, ବୋଲଇ ରାଜା ପାଦେ ପଡ଼ି। विदुरौवाच असह्य अपराध तोर केते सहिछि युधिष्ठिर, ताहांको अर्ध राज्य देई पुत्रंक तुले भुंज मही।
ଅତ୍ୟନ୍ତ କୁଟିଳ ଲୋକକୁ କିଏ ବା ଡାକିଲା ଏଠାକୁ ଏହାକୁ ଦଣ୍ଡେ ହେନ ଥୁଅ ରାଜ୍ୟ ବାହାର କରିଦିଅ ହେମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାୟ ମଣି ତକ୍ଷଣେ ଉଠି ସେ ବିଦୁର ଚିତ୍ତେ ଚିନ୍ତଇ ଚକ୍ରଧର ହସ୍ତିନା ନଗରୁ ବାହାର ତୀର୍ଥ ଗମନେ ଆଗୁସାର ମିଳିଲା ଯାଇ ଘୋର ବନେ ଭ୍ରମଇ ଋଷି ବିପ୍ରସ୍ଥାନେ ହେମନ୍ତେ ଭାରତ ବରସେ କାଣେ ମିଳିଲା ସେ ପ୍ରଭାସେ ତହିଁ ଶୁଣିଲା ସାଧୁ ବାଣୀ ପାଣ୍ଡବେ କୁରୁ ବଳ ଜିଣି କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିରାଜେ ଗୋବର୍ଦ୍ଧନ ସେ ବନେ ବୁଲେ ଏକେ ଏକେ ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ ବିଦୁର ଉଦ୍ଧବକୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି ରୋମହର ସେ ଶୁଦ୍ଧ ଚେତା ପୁଛଇ କୃଷ୍ଣର ବାରତା ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ବନ୍ଧୁଜନ ଯେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହେ ଏ ଜଗତେ ରାମ ଗୋବିନ୍ଦ ରୂପ ଧରି ଯାଦବ ବଂଶେ ଅବତରୀ। ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 66ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି।